ପ୍ରଥମ ଇତିବୃତ୍ତ ଅଧ୍ୟାୟ 5। ରେଉବେନର ବଂଶଧର। ରେଉବେନ ଇସ୍ରାଏଲଙ୍କ ପ୍ରଥମ ଜାତ ପୁତ୍ର ଥିବା ସତ୍ତ୍ୱେ ପିତାଙ୍କ ଶଯ୍ୟାକୁ କଳୁଷିତ କରିଥିବା ଯୋଗୁଁ ତାଙ୍କର ପ୍ରଥମ ପୁତ୍ରାଧିକାର ଇସ୍ରାଏଲଙ୍କ ପୁତ୍ର ଯୋସେଫଙ୍କ ସନ୍ତାନମାନଙ୍କ ପାଇଁ ପ୍ରଦତ୍ତ ହେଲା। ସୁତରାଂ ବଂଶାବଳୀ ପୁସ୍ତକରେ ତନ୍ମାଧିକାରାନୁକ୍ରମେ ସେ ତାଲିକାଭୁକ୍ତ ହେଲା ନାହିଁ। ଯଦିଓ ଯୁଦା ନିଜ ଭ୍ରାତାମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେଲା ଓ ତାଠାରୁ ଜଣେ ଶାସକ ଉଦ୍ଭବ ହେଲା, ତଥାପି ସେହି ଜନ୍ମାଧିକାର ଯୋସେଫଙ୍କ ଗୋଷ୍ଠୀରେ ରହିଲା। ଇସ୍ରାଏଲଙ୍କ ପ୍ରଥମ ଜାତ ପୁତ୍ର ରେଉବେନର ସନ୍ତାନମାନେ ହାନୋକ, ପାଲୁ, ହେସ୍ରୋନ ଓ କାର୍ମି। ଯୋଏଲର ପୁତ୍ରମାନେ ଯୋଏଲର ପୁତ୍ର ସେମାଇୟା, ସେମାଇୟାର ପୁତ୍ର ଗୋଗ, ଗୋଗର ପୁତ୍ର ସିମେଇ, ସିମେଇର ପୁତ୍ର ମିଖା, ମିଖାର ପୁତ୍ର ରେୟା, ରେୟାର ପୁତ୍ର ବାଲ ଓ ବାଲର ପୁତ୍ର ବେରା। ଆସିରିଆର ରାଜା ତିଗ୍ଲାଥ ପିଲେସାର ବେରାକୁ ବନ୍ଦୀ କରି ନେଇଗଲେ। ସେ ରେଉବେନୀୟମାନଙ୍କ କୁଳପତି ଥିଲା। ସେମାନଙ୍କ ପରିବାର ବର୍ଗାନୁକ୍ରମେ ଲିପିବଦ୍ଧ। ସେମାନଙ୍କ ଅନ୍ୟ କୁଳପତିମାନଙ୍କ ବଂଶାବଳୀ ଏହା: ଜେଇଏଲ, ସେଖାରିୟା ଏବଂ ଯୋଏଲର ପୁତ୍ର ସେମାର, ପୈତ୍ର ତଥା ଆସାରର ପୁତ୍ର ବେଲା, ନେବୋ ତଥା ବାଲ ମେୟନ ପର୍ଯ୍ୟନ୍ତ ବ୍ୟାପ୍ତ ଆରୋରରେ ଏମାନେ ବାସ କଲେ। ଗିଲିଆଦ ଦେଶରେ ସେମାନଙ୍କର ପଶୁପଲ ସଂଖ୍ୟାଧିକ ଭାବେ ବୃଦ୍ଧିପ୍ରାପ୍ତ ହେବା ଯୋଗୁଁ ପୂର୍ବ ଦିଗସ୍ଥ ୟୁଫ୍ରେଟିସ୍ ନଦୀ ପର୍ଯ୍ୟନ୍ତ ବ୍ୟାପ୍ତ ମରୁପ୍ରାନ୍ତରର ପ୍ରବେଶ ପଥ ଯାଏ ବିସ୍ତୃତ ଦେଶରେ ମଧ୍ୟ ସେମାନେ ଅବସ୍ଥାନ କଲେ। ସାଉଲଙ୍କ ଅମଳରେ ରେଉବେନ ଗୋଷ୍ଠୀର ଲୋକେ ହାଗ୍ରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାଜିତ କଲେ ଓ ଗିଲିଆଦର ପୂର୍ବ ଦିଗସ୍ଥ ସମଗ୍ର ଦେଶକୁ ଅଧିକାର କରି ତମ୍ବୁ ମଧ୍ୟରେ ଅବସ୍ଥାନ କଲେ। ଗାଦର ବଂଶଧର। ଗାଦର ବଂଶଧରମାନେ ସାଲେକା ପର୍ଯ୍ୟନ୍ତ ବ୍ୟାପ୍ତ ବାସାନ ଦେଶରେ ରେଉବେନ ଗୋଷ୍ଠୀର ଲୋକମାନଙ୍କ ପାର୍ଶ୍ୱରେ ଅବସ୍ଥାନ କଲେ। ସେମାନଙ୍କ ମଧ୍ୟରୁ ପ୍ରମୁଖ ବ୍ୟକ୍ତି ଥିଲା ଯୋଏଲ, ଦ୍ୱିତୀୟ ବ୍ୟକ୍ତି ସାଫାମ, ଜାନାଇ ଓ ବାସାନବାସୀ ସାଫାତ। ଗାଦ ଗୋଷ୍ଠୀର ଅନ୍ୟ କୁଳପତିମାନଙ୍କ ବଂଶାବଳୀ ମିଖାଏଲ, ମେସୁଲାଲ, ସେବା, ଜୋରାଇ, ଜାକାନ, ସିୟା, ଏବେର ପ୍ରଭୃତି 7 ଜଣ ବ୍ୟକ୍ତି। ଏମାନେ ହୁରିର ପୁତ୍ର ଆବିହାୟାଲର ସନ୍ତାନ ଥିଲେ। ହୁରି ଜାରୋଆର, ଜାରୋଆ ଗିଲିଆଦ, ଗିଲିଆଦ ମିଖାଏଲର, ମିଖାଏଲ ଜେସିଆଇର, ଜେସିଆଇ ଜାଦର ଓ ଜାଦ ବୁସର ପୁତ୍ର ଥିଲେ। ଗୁନିର ପୈତ୍ର ତଥା ଆବ୍ଦିଏଲର ପୁତ୍ର ଆହି ନିଜ ପିତୃକୁଳର ଅଧିପତି ଥିଲା। ସେମାନେ ଗିଲିଆଦ, ବାସାନ ଓ ତନ୍ମଧ୍ୟସ୍ଥ ନଗରୀ ସମୂହ ଏବଂ ଶାରୋନ ମଧ୍ୟବର୍ତ୍ତୀ ଚାରଣ ଭୂମିଗୁଡ଼ିକର ସୀମା ସରହଦ ପ୍ରଦେଶ ପର୍ଯ୍ୟନ୍ତ ବାସ କଲେ। ଏ ସମସ୍ତ ବଂଶାବଳୀ ଯୁଦାର ରାଜା ଯୋଥାମ ଓ ଇସ୍ରାଏଲର ରାଜା ଜେରୋବାମଙ୍କ ରାଜତ୍ୱ କାଳରେ ତାଲିକାଭୁକ୍ତ ହେଲା। ରେଉବେନ ତଥା ଗାଦ ଗୋଷ୍ଠୀ ଓ ମାନାସେର ଅର୍ଦ୍ଧଗୋତ୍ରଜ ଲୋକଙ୍କ ମଧ୍ୟରେ ସାହସୀ ଏବଂ ଢାଲ ତଥା ଖଡ୍ଗଧାରୀ ହୋଇ ଓ ଧନୁ ଟାଣି ଯୁଦ୍ଧ କରିବା ସକାଶେ ନିପୁଣ 44,760 ବ୍ୟକ୍ତି ଥିଲେ।
ସେମାନେ ହାଗ୍ରିଏମାନଙ୍କ, ଜେଥୁର, ନାଫିସ୍ ତଥା ନଦାବ ନିବାସୀମାନଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାହାଙ୍କ ସନ୍ନିଧାନରେ ମିନତିପୂର୍ବକ ପ୍ରାର୍ଥନା କରିବା ଯୋଗୁଁ ସେ ସେମାନଙ୍କର ପ୍ରାର୍ଥନା ପ୍ରତି କର୍ଣ୍ଣପାତ କଲେ ଓ ଏହି ସାହାଯ୍ୟ ଯୋଗୁଁ ହାଗ୍ରିୟ ତଥା ସେମାନଙ୍କ ସହଚର ଲୋକେ ସେମାନଙ୍କ ହସ୍ତରେ ସମର୍ପିତ ହେଲେ। ସେମାନେ ସେମାନଙ୍କ ପଶୁପଲକୁ କରାୟତ୍ତ କଲେ। 50,000 ଅଟ, 2,50,000 ମେଷ, 2,000 ଗଧ ଓ 1,00,000 ଲୋକମାନଙ୍କୁ ସେମାନେ ଅଧିକାର କଲେ। ସେହି ଯୁଦ୍ଧ ଈଶ୍ୱରଙ୍କ ଅଭୀଷ୍ଟ ମୁତାବକ ସଂଗଠିତ ହୋଇଥିବା ଯୋଗୁଁ ବହୁ ସଂଖ୍ୟକ ଲୋକ ନିହତ ହେଲେ। ସେମାନେ ନିର୍ବାସିତ ଜୀବନ କାଳ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କଲେ। ମାନାସେର ଅର୍ଦ୍ଧ ଗୋତ୍ରଜ ଲୋକେ ବାସାନଠାରୁ ବାଲ ହେମ୍ରୋନ, ସେନିୟାସ ତଥା ହେର୍ମୋନ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ଦେଶରେ ବାସ କଲେ ଓ ସେମାନେ ସଂଖ୍ୟାଧିକ ଭାବେ ପରିବର୍ଦ୍ଧିତ ହେଲେ। ସେମାନଙ୍କ ପିତୃକୁଳାଧିପତି ଏବଂ ନିପୁଣ ତଥା ବିଖ୍ୟାତ ଯୋଦ୍ଧାଗଣ ଏଫେର, ଇସି, ଏଲିଏଲ, ଆସ୍ରିଏଲ, ଜେରେମିୟା, ହଦାବିୟା ଓ ଜାହଦିଏଲ। କିନ୍ତୁ ସେମାନେ ନିଜ ପିତୃପୁରୁଷମାନଙ୍କ ଈଶ୍ୱରଙ୍କୁ ଉପେକ୍ଷା କରି ସେମାନଙ୍କ ସମ୍ମୁଖରୁ ଈଶ୍ୱରଙ୍କ ଦ୍ୱାରା ବିନଷ୍ଟ କରାଯାଇଥିବା ଜାତି ସମୂହର ଦେବମାନଙ୍କୁ ଅନୁସରଣ କରି ଗଣିକା ବୃତ୍ତିରେ ଲିପ୍ତ ହେଲେ। ସୁତରାଂ ଇସ୍ରାଏଲର ଈଶ୍ୱର ସେମାନଙ୍କ ବିରୁଦ୍ଧରେ ଆସିରିଆର ରାଜା ପୁଲ ଓ ତିଗ୍ଲାତ ପିଲେସାରଙ୍କୁ ପଠାଇଲେ। ରେଉବେନ ତଥା ଗାଦ ଗୋଷ୍ଠୀ ଓ ମାନାସେର ଅର୍ଦ୍ଧଗୋତ୍ରଜ ଲୋକମାନଙ୍କୁ ତିଗ୍ଲାତ ପିଲେସାର ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ହାଲା, ହାବର, ହାରା ଓ ଗୋସାନ ନଦୀ ତଟ ଦେଶରେ ଅବସ୍ଥାପିତ କରାଇଲେ। ସେମାନେ ଅଦ୍ୟାବଧି ସେଠାରେ ବାସ କରୁଛନ୍ତି। ଅଧ୍ୟାୟ 6। ଲେବୀର ବଂଶଧର। ଲେବୀର ପୁତ୍ରମାନେ ଗେର୍ହମ, କୋହାଥ ଓ ମେରାରୀ। କୋହାଥର ପୁତ୍ରମାନେ ଆମ୍ରାମ, ଇସହାର, ହେବ୍ରୋନ ଓ ଉସିଏଲ। ଆରୋନ, ମୋସେସ ଓ ମିରିୟାମ ଆମ୍ରାମର ସନ୍ତାନ ଥିଲେ। ଆରୋନଙ୍କ ପୁତ୍ରମାନେ ନାଦାବ, ଆବିହୁ, ଏସେୟାସାର ଓ ଇଥାମାର। ଏଲିଆସାର ନିପେହାସର ଓ ସେ ଆବିସୁଆର ପିତା ଥିଲେ। ଆବିସୁଆ ବୁଖିର ଓ ବୁଖି ଉସ୍ରିର ପିତା ଥିଲେ। ଉସି ସେରାହିୟାର ଓ ସେରାହିୟା ମେରାୟଥର ପିତା ଥିଲେ। ମେରାୟଥ ଆମରିୟାର ଓ ଆମରିୟା আহিତୁବର ପିତା ଥିଲେ। আহিତୁବ ସାଦୋକର ଓ ସାଦୋକ আহিମାସର ପିତା ଥିଲେ। আহিମାସ আহিରିୟାର ଓ ଆସାରିୟା ଜେହାହାନଙ୍କ ପିତା ଥିଲେ। ଜେରୁସାଲେମରେ ସଲୋମନଙ୍କ ଦ୍ୱାରା ନିର୍ମିତ ଦେବାଳୟରେ ରାଜକୀୟ ସେବା କାର୍ଯ୍ୟ କରିଥିବା ଆସାରିୟାର ପିତା ଥିଲେ ଯୋହାନାନ। ଆସାରିୟା ଆମରିୟାର ଓ ଆମରିୟା আহিତୁବର ପିତା ଥିଲେ। আহিତୁବ ସାଦୋକର ଓ ସାଦୋକ ସାଲୁମର ପିତା ଥିଲେ। ସାଲୁମ ହିଲକିୟାର ଓ ହିଲକିୟା ଆସାରିୟାର ପିତା ଥିଲେ। ଆସାରିୟା ସେରାଇୟାର ଓ ସେରାଇୟା ଜେହୋସାଦାକର ପିତା ଥିଲେ। ନେବୁଖାଦ୍ନେସରଙ୍କ ଜରିଆରେ ପ୍ରଭୁ ଯେବେ ଜୁଦା ତଥା ଜେରୁସାଲେମବାସୀଙ୍କୁ ବିତାଡ଼ିତ କରାଇଲେ, ତେବେ
ଜେହୋସାଦାକ ମଧ୍ୟ ନିର୍ବାସିତ ହେଲା। ଲେବିର ପୁତ୍ରମାନେ ଗେର୍ଶମ, କୋହାତ ଓ ମେରାରୀ। ଗେର୍ଶମର ପୁତ୍ରମାନେ ଲିବ୍ନି ଓ ସିମେଇ। ଆଶ୍ରାମ, ଇସାର, ହେବ୍ରୋନ ଓ ଉସିଏଲ କୋହାତର ପିତା ଥିଲେ। ମାଲହି ଓ ମୁସି ଥିଲେ ମେରାରୀର ପୁତ୍ର। ଏମାନେ ଲେବି ଗୋଷ୍ଠୀର ପିତୃକୁଳପତି ଥିଲେ। ନିଜର ବଂଶାନୁଯାୟୀ ଗେର୍ଶମର ବଂଶ ପରମ୍ପରା ଏହା ଲିବ୍ନି, ଜାହାତ, ସୀମା, ଯୋଆ, ଇଦୋ, ସେରାହ ଓ ଜେଆତେରାଇ। ନିଜ ବଂଶର ବଂଶାନୁକ୍ରମେ କୋହାଥର ପୁତ୍ରମାନେ ଆମିନାଦାବ, କୋରାହ, ଆଶିରେ, ଏଲକାନା, ଆବିଆସାଦ, ଆଶିର, ତାହାତ, ଉସିଏଲ, ଉସିଆ ଓ ସାଉଲ। ଆମାସାଇ ଓ আহিମୋତ ନାମରେ ଏଲକାନାର 2 ଜଣ ପୁତ୍ର ଥିଲେ। ବଂଶାନୁକ୍ରମେ আহিମୋତର ପୁତ୍ରମାନେ ଏଲକାନା, ସଫାଇ, ନାହାତ, ଏଲିଆବ, ଜେରୋହାମ ଓ ଏଲକାନା। ପ୍ରଥମ ଜାତ ପୁତ୍ର ଜୋଏଲ ଓ ଦ୍ୱିତୀୟ ପୁତ୍ର ଆବିଜା ସାମୁଏଲଙ୍କ ସନ୍ତାନ ଥିଲେ। ନିଜ ବଂଶାନୁକ୍ରମେ ମେରାରୀର ପୁତ୍ରମାନେ ମାଲହି, ଲିବ୍ନି, ସିମେଇ, ଉଷା, ସିମେୟା, ହାଗିୟା ଓ ଆଶାଇୟା। ସିନ୍ଦୁକ ଦେବାଳୟରେ ସ୍ଥାପିତ ହେଲା ପରେ ସେଥିରେ ସ୍ତବଗାନ କରିବା ନିମନ୍ତେ ଦାବିଦ ଏହିମାନଙ୍କୁ ନିୟୋଜିତ କଲେ। ଜେରୁସାଲେମରେ ସଲୋମନଙ୍କ ଦ୍ୱାରା ଦେବାଳୟ ନିର୍ମିତ ହେବା ପର୍ଯ୍ୟନ୍ତ ସମାଗମ ଶିବିର ମଧ୍ୟସ୍ଥିତ ପବିତ୍ର ସ୍ଥାନ ସମ୍ମୁଖରେ ସେମାନେ ନିଜ ନିଜର ପାଳି ଅନୁଯାୟୀ ସ୍ତବଗାନ କରିଥିଲେ। ଯେଉଁମାନେ ଏହିପରି ସେବା କାର୍ଯ୍ୟ କରୁଥିଲେ ସେମାନଙ୍କ ବଂଶ ପରମ୍ପରା ଏହା। କୋହାଥୀୟ କୁଳରୁ ଗାୟକ ହେମାନ। ନିଜ ବଂଶାନୁକ୍ରମେ ହେମାନର ପିତୃ ପୁରୁଷମାନେ ଥିଲେ ଜୋଏଲ, ସାମୁଏଲ, ଏଲକାନା, ଜେରୋହାମ, ଏଲିଏଲ, ତୋହା, ସୁବ, ଏଲକାନା, ମାହାତ, ଆମାସାଇ, ଏଲକାନା, ଜୋଏଲ, ଆଶାରିୟା, ସେଫାନିୟା, ତାହାତ, ଆଶରିଏର, ଆବିଆସାପ, କୋହାର, ଇସାର, କୋହାତ, ଲେବି ଓ ଇସ୍ରାଏଲ। ହେମାନର ଦକ୍ଷିଣ ପାର୍ଶ୍ୱରେ ତାର ଭ୍ରାତା ଆସାପ ଦଣ୍ଡାୟମାନ ହେଉଥିଲା। ନିଜ ବଂଶାନୁକ୍ରମେ ଆସାଫର ପିତୃପୁରୁଷମାନେ ଥିଲେ ବେରେଖିଆ, ସିମେୟା, ମିଖାଏଲ, ବାସେଇୟା, ମାଲଖିଜା, ଏଥନି, ସେରାହ, ଆଦାଇୟା, ଏଥାନ, ସୀମା, ସିମେଇ, ଜାଥାନ, ଗେର୍ଶମ ଓ ଲେବି। ସେମାନଙ୍କର ସହୋଦର ଗଣ ମେରାରୀର ପୁତ୍ର ମାନେ ତାର ଦକ୍ଷିଣ ପାର୍ଶ୍ୱରେ ଦଣ୍ଡାୟମାନ ହେଉଥିଲେ। ସେମାନଙ୍କ ମଧ୍ୟରୁ ପ୍ରମୁଖ ବ୍ୟକ୍ତି ଥିଲା ଏଥାନ। ବଂଶାନୁକ୍ରମେ ଏଥାନର ପିତୃପୁରୁଷମାନେ କିସି, ଆବ୍ଦି, ମାଲୁକ, ହାସାବିୟା, ଆମାସିୟା, ହିଲକିୟା, ଆମସି, ବାନି, ସେମେର, ମାଲହି, ମୁସି, ମେରାରୀ ଓ ଲେବି। ସେମାନଙ୍କର ଭ୍ରାତୃଗଣ ଲେବୀୟମାନେ ଦେବାଳୟ ମଧ୍ୟସ୍ଥିତ ପବିତ୍ର ସ୍ଥାନର ସମସ୍ତ ସେବା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ। ଈଶ୍ୱରଙ୍କ ଦାସ ମୋଶେସଙ୍କ ଆଦେଶ ମୁତାବକ ଆରୋନ ଓ ତାଙ୍କର ପୁତ୍ରମାନେ ହୋମବଳି ପୀଠ ତଥା ଧୂପବଳି ପୀଠ ଉପରେ ନୈବେଦ୍ୟ ଉତ୍ସର୍ଗ କରିବା, ପବିତ୍ରତମ ସ୍ଥାନରେ ସେବା କାର୍ଯ୍ୟ କରିବା ଓ ଇସ୍ରାଏଲ ପ୍ରତି ପାପ ପରିହାର କରିବା କର୍ମରେ ବ୍ରତୀ ହୋଇଥିଲେ। ବଂଶାନୁକ୍ରମେ ଆରୋନଙ୍କ ପୁତ୍ରମାନେ ଏଲେଆସାର,
ପିନେହାସ, ଆବିସୁଆ, ବୁଖି, ଉସି, ସେରାହିଆ, ମେରାଇଏଥ, ଆମାରିଆ, আহিତୋବ, ସାଦକ ଓ আহিମାସ। ସେମାନଙ୍କର ବାସସ୍ଥଳୀ ତଥା ସୀମା ସରହଦ ଏହା ଆରୋନଙ୍କ ପୁତ୍ରମାନଙ୍କ ମଧ୍ୟରୁ କୋହାଥୀୟ କୁଳ ସପକ୍ଷରେ ପ୍ରଥମ ବୁଲିବାଣ୍ଟ ହେଲା। ସେମାନଙ୍କ ପାଇଁ ଜୁଦା ଦେଶସ୍ଥିତ ହେବ୍ରୋନ ତଥା ତାର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି ପ୍ରଦତ୍ତ ହେଲା। କିନ୍ତୁ ଜେଫୁନେଙ୍କ ପୁତ୍ର କାଲେବ ନଗରୀ ଅଧୀନସ୍ଥ କ୍ଷେତ ତଥା ଗ୍ରାମ ସମୂହ ପାଇଲେ। ଆରୋନଙ୍କ ପୁତ୍ରମାନଙ୍କ ପାଇଁ ପ୍ରଦତ୍ତ ଆଶ୍ରୟ ନଗରୀ ସମୂହ ଏହା: ଏବ୍ରୋନ, ଲିବ୍ନା, ଜାଥିର, ଏସ୍ତେମୋଆ, ହିଲେନ, ଦେବୀର, ଆସାନ, ବେତସେମେଶ ପ୍ରଭୃତି ନଗର ସମୂହ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି ଓ ବେନଚିମିନ ଗୋଷ୍ଠୀ ମଧ୍ୟରୁ ଗେବା, ଆଲେମେତ, ଆନାଥତ ପ୍ରଭୃତି ନଗରୀ ସମୂହ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ଏହିପରି ଭାବରେ ସେମାନଙ୍କ କୁଳ ପାଇଁ ପ୍ରଦତ୍ତ ନଗରୀଗୁଡ଼ିକର ସଂଖ୍ୟା ସର୍ବମୋଟ 13ଟି ଥିଲା। ଅବଶିଷ୍ଟ କୋହାଥୀୟ କୁଟୁମ୍ବ ସମୂହଙ୍କ ପାଇଁ ଗୁଲିବାଣ୍ଟ କ୍ରମେ ମାନାସେର ଅର୍ଦ୍ଧଗୋଷ୍ଠୀକୁରୁ 10ଟି ନଗର ପ୍ରଦତ୍ତ ହେଲା। ଗେର୍ମମୀୟ କୁଟୁମ୍ବ ସମୂହ ପାଇଁ ଇସାକାର, ଆସେର, ନାପଥାଲି ଓ ବାସାନ ଦେଶସ୍ଥିତ ମାନାସେ ଗୋଷ୍ଠୀରୁ 13ଟି ନଗରୀ ପ୍ରଦତ୍ତ ହେଲା। ମେରାରୀୟ କୁଟୁମ୍ବ ସମୂହ ପାଇଁ ରେଉବେନ, ଗାଦ ଓ ସେବୁଲୁନ ଗୋଷ୍ଠୀମାନଙ୍କ ମଧ୍ୟରୁ 12ଟି ନଗରୀ ପ୍ରଦତ୍ତ ହେଲା। ଏହିପରି ଇସ୍ରାଏଲୀୟ ଜନତା ଲେବୀୟମାନଙ୍କୁ ନଗରୀ ସମୂହ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି ପ୍ରଦାନ କଲେ। ଜୁଦା, ସିମେୟନ ଓ ବେଞ୍ଜାମିନ ଗୋଷ୍ଠୀମାନଙ୍କ ମଧ୍ୟରୁ ସୁଦ୍ଧା ଗୁଲିବାଣ୍ଟ କ୍ରମେ ପୂର୍ବୋକ୍ତ ନଗରୀ ସମୂହ ପ୍ରଦତ୍ତ ହେଲା। କେତେକ କୋହାଥୀୟ କୁଟୁମ୍ବଙ୍କ ପାଇଁ ଏଫ୍ରାଇମ ଗୋଷ୍ଠୀ ମଧ୍ୟରୁ ନଗରୀ ସମୂହ ପ୍ରଦତ୍ତ ହେଲା। ସେମାନଙ୍କ ପାଇଁ ପ୍ରଦତ୍ତ ଏଫ୍ରାଇମ ପାର୍ବତ୍ୟାଞ୍ଚଳସ୍ଥ ଆଶ୍ରୟ ନଗରୀ ସମୂହ ଏହା: ସେଖେମ, ଗେସେର, ଯୋକମିଆମ, ବେତ ହୋରନ, ଆଇଜାଲନ, ଗାଥ, ରିମୋନ ପ୍ରଭୃତି ନଗରୀ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି ଓ ମାନାସେର ଅର୍ଦ୍ଧଗୋଷ୍ଠୀରୁ ଅନେର, ବିଲେୟମ ପ୍ରଭୃତି ନଗର ସମୂହ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ଗେର୍ସମୀୟମାନଙ୍କ ପାଇଁ ପ୍ରଦତ୍ତ ନଗରୀ ସମୂହ ଏହା: ମାନାସେର ଅର୍ଦ୍ଧଗୋଷ୍ଠୀରୁ ବାସାନ ସ୍ଥିତ ଗୋଲାନ ତଥା ଆସ୍ତାରୋଥ ଓ ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ଇସାକାର ଗୋଷ୍ଠୀରୁ କେଦେଶ, ଦାବେରାତ, ରାମୋତ, ଆମେନ ପ୍ରଭୃତି ନଗରୀ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ଆସେର ଗୋଷ୍ଠୀରୁ ମାସାଲ, ଅବଦୋନ, ହୁକ, ରେବ ପ୍ରଭୃତି ନଗରୀ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ନାପଥାଲି ଗୋଷ୍ଠୀରୁ ଗାଲିଲିସ୍ଥ କେଦେଶ, ହାମୋନ, କିରିୟାଥାଇମ ପ୍ରଭୃତି ନଗରୀ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ଅବଶିଷ୍ଟ ଥିବା ମେରାରୀୟ କୁଟୁମ୍ବ ସମୂହଙ୍କ ପାଇଁ ପ୍ରଦତ୍ତ ନଗରୀ ସମୂହ ଏହା: ସେବୁଲୁନ ଗୋଷ୍ଠୀରୁ ରିମୋନ ତଥା ତାବୋର ଓ ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ରେଉବେନ ଗୋଷ୍ଠୀରୁ ଜେରିଖ ସମୀପସ୍ଥ ଜର୍ଦାନର ପୂର୍ବ ଦିଗସ୍ଥ ମରୁପ୍ରାନ୍ତର ଗତ ବେସେର, ଜାସା, କେଦେମୋତ, ମେଫାତ ପ୍ରଭୃତି ନଗରୀ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି।
ଗାଦ ଗୋଷ୍ଠୀରୁ ଗିଲିଆଦ ସ୍ଥିତ ରାମୋତ, ମାହାନାଇମ୍, ହେଶେବନ, ଜାସେର ପ୍ରଭୃତି ନଗରୀ ତଥା ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ଚାରଣଭୂମି। ଅଧ୍ୟାୟ 7 ଇସାକାର ବଂଶଧର। ଇସାକାର ପୁତ୍ରମାନେ ତଲା, ପୁଆ, ଜାସୁବ, ସିମ୍ରନ ପ୍ରଭୃତି 4 ଜଣ ବ୍ୟକ୍ତି। ତଲାର ପୁତ୍ରମାନେ ଉସି, ରେଫାଇୟା, ଜେରିଏଲ, ଜାହ୍ମାଇ, ଇସାବ ଓ ସେମୁଏଲ। ଏମାନେ ତଲାର ପିତୃକୁଳପତିମାନଙ୍କ ଅଧିପତି ଏବଂ ନିଜ ବଂଶମାନଙ୍କରେ ଯୁଦ୍ଧପ୍ରବୀଣ ବ୍ୟକ୍ତି ଥିଲେ। ଦାବିଦଙ୍କ ଅମଳରେ ସେମାନଙ୍କ ସଂଖ୍ୟା 22,600 ଥିଲା। ଉସିର ପୁତ୍ର ଇସ୍ରାହିୟାର ପୁତ୍ରମାନେ ମିଖାଏଲ, ଅବାଦିଆ, ଜୋଏଲ, ଇସିୟା ପ୍ରଭୃତି 5 ଜଣ ବ୍ୟକ୍ତି ଥିଲେ। ଏମାନେ ସମସ୍ତେ ପ୍ରମୁଖ ବ୍ୟକ୍ତି ଥିଲେ। ସେମାନଙ୍କର ବହୁ ସଂଖ୍ୟକ ପତ୍ନୀ ତଥା ପୁତ୍ର ଥିଲେ। ନିଜ ନିଜର ପିତୃକୁଳ ମଧ୍ୟରେ ପରିବାର ବର୍ଗାନୁଯାୟୀ ଦଳରେ ବିଭକ୍ତ ହୋଇ ସେମାନେ 36,000 ଯୋଦ୍ଧା ଥିଲେ। ଇସାକାର ଗୋଷ୍ଠୀର ସମସ୍ତ କୁଳ ମଧ୍ୟରେ ବଂଶାବଳୀ ଅନୁଯାୟୀ ତାଲିକାଭୁକ୍ତ 87,000 ନିପୁଣ ଯୋଦ୍ଧା ଥିଲେ। ବେଞ୍ଜାମିନ, ଦାନ, ନାପଥାଲିଙ୍କ ବଂଶଧର। ବେଞ୍ଜାମିନର ପୁତ୍ରମାନେ ବେଲା, ବେଖେର, ଜେଦିଆଏଲ ପ୍ରଭୃତି 3 ଜଣ ବ୍ୟକ୍ତି। ବେଲାର ପୁତ୍ରମାନେ ଏସବନ, ଉସି, ଉସିଏଲ, ଜେରିମୋଥ, ଇରି ପ୍ରଭୃତି 5 ଜଣ ବ୍ୟକ୍ତି। ଏମାନେ ସମସ୍ତେ କୁଳାଧିପତି ତଥା ଯୁଦ୍ଧପ୍ରବୀଣ ବ୍ୟକ୍ତି ଥିଲେ। ଏମାନଙ୍କର ପିତୃକୁଳମାନଙ୍କ ବଂଶାବଳୀ ଅନୁଯାୟୀ 22,034 ଜଣ ବ୍ୟକ୍ତି ତାଲିକାଭୁକ୍ତ ଥିଲେ। ବେଖେର ପୁତ୍ରମାନେ ସେମିରା, ଯୋଆସ, ଏଲିଏସେର, ଏଲିଜୋଏନାଲ, ଏମ୍ରି, ଜେରେମୋଥା, ଆବିଜା, ଆନାଥୋତ ଓ ଆଲେମେଥ। ଏମାନେ ସମସ୍ତେ ବେଖେର ପୁତ୍ର ଥିଲେ। ଏମାନଙ୍କର ପିତୃକୁଳପତିମାନଙ୍କ ବଂଶବଳୀ ଅନୁଯାୟୀ 20,200 ଯୁଦ୍ଧ ପ୍ରବୀଣ ବ୍ୟକ୍ତି ତାଲିକାଭୁକ୍ତ ହୋଇଥିଲେ। ଜେଦିଆଏଲର ପୁତ୍ର ବିଲହାନର ପୁତ୍ରମାନେ ଜେଉସ, ବେଞ୍ଜାମିନ, ଏହୁଦ, କେନାନା, ସେଥାନ, ତାର୍ସିସ, আহিସାହାର। ଏମାନଙ୍କ ପିତୃକୁଳପତିମାନଙ୍କ ବଂଶବଳୀ ଅନୁଯାୟୀ ଏମାନେ 17,200 ପ୍ରବୀଣ ଯୋଦ୍ଧା ଥିଲେ। ସୁପିମ ତଥା ହୁପିମ ଇର୍ର ଓ ହୁସିମ ଆହେରର ପୁତ୍ର ଥିଲେ। ନାପଥାଲିର ପୁତ୍ରମାନେ ଝାସିଏଲ, ଗୁନି, ଜେସେର ଓ ସାଲୁମ। ଏମାନେ ସମସ୍ତେ ବିଲହାଠାରୁ ଜାତ ହୋଇଥିଲେ। ମାନାସେର ବଂଶଧର। ମାନାସେଠାରୁ ତାର ଆରାମୀୟ ଉପପତ୍ନୀ ଆଶ୍ରିଏଲକୁ ଜନ୍ମ ଦେଲା। ସେ ଗିଲିଆଦର ପିତା ମାଖିର ମଧ୍ୟ ମାତା ଥିଲା। ହୁପିମ ତଥା ସୁପିମଙ୍କ ପାଇଁ ମାଖିର ପତ୍ନୀମାନଙ୍କୁ ମନୋନୀତ କଲା। ତାର ସହୋଦରୀ ମାଖା ନାମରେ ନାମିତ। ତାର ଦ୍ୱିତୀୟ ପୁତ୍ର ସେଲୋଫେହାଦ ନାମରେ ଅଭିହିତ ଥିଲା। ସେଲୋଫେହାଦ ଠାରୁ କନ୍ୟାମାନେ ଜାତ ହେଲେ। ମାଖିର ପତ୍ନୀ ମାଖା ଜଣେ ପୁତ୍ର ପ୍ରସବ କଲା ଓ ମାଖା ତାକୁ ପେସେର ନାମରେ ନାମିତ କଲା। ପେସେର ଭ୍ରାତା ଶେସେର ଓ ଶେସେର ଉଲାମ ଓ ରାଖେମ ନାମକ 2 ଜଣ ପୁତ୍ର ଜାତ ହେଲେ। ବେଦାମ ଉଲାମର ପୁତ୍ର ଥିଲା। ଏମାନେ ସମସ୍ତେ ମାନାସେର ପୈତ୍ର ତଥା
ମାଖିର ପୁତ୍ର ଗିଲିଆଦର ସନ୍ତାନ ଥିଲେ। ଗିଲିଆଦର ସହୋଦରୀ ହାମୋଲେଖେତର ପୁତ୍ରମାନେ ଇସଦ, ଆବିଏସେର ଓ ମାଲହା। আহিୟାମ, ଶେଖେମ, ଲିଖି ଓ ଆନିୟାମ ସେଦିଦାର ପୁତ୍ର ଥିଲେ। ଏଫ୍ରାଇମର ବଂଶଧର। ବଂଶାନୁକ୍ରମେ ଏଫ୍ରାଇମର ପୁତ୍ରମାନେ ସୁତେଲା, ବେରେଦ, ତାହାତ, ଏଲିଆଦା, ତାହାତ, ସାଦାବ ଓ ସୁତେଲା। ସୁତେଲାର ପୁତ୍ରମାନେ ଏସେର ଓ ଏଲିଆଦ। ଏମାନେ ଗାଦବାସୀମାନଙ୍କ ମେଷପଲକୁ ହରଣ କରିବାକୁ ଯାଇ ସେମାନଙ୍କ ଦ୍ୱାରା ନିହତ ହେଲେ। ସେମାନଙ୍କ ପିତା ଏଫ୍ରାଇମ ସେମାନଙ୍କ ସମ୍ବନ୍ଧରେ ବହୁଦିନ ଧରି ବିଳାପ କଲା ଓ ତାର ଭ୍ରାତାବୃନ୍ଦ ତାଙ୍କୁ ଆଶ୍ୱାସନା ଦେବା ପାଇଁ ଆସିଲେ। ତତ୍ପରେ ଏଫ୍ରାଇମ ନିଜ ପତ୍ନୀ ସହ ସହବାସ କଲା ଏବଂ ସେ ଗର୍ଭବତୀ ହୋଇ ଜଣେ ପୁତ୍ର ଜନ୍ମ ଦେଲା। ନିଜ ଗୃହ ପ୍ରତି ଅନିଷ୍ଟ ସଂଘଟିତ ହେବା ଯୋଗୁଁ ସେ ତାକୁ ବେରିଆ ନାମରେ ନାମିତ କଲା। ତାର କନ୍ୟା ସେରା ନିମ୍ନ ତଥା ଉପରସ୍ଥ ବେତ ହରନ ଓ ଉସ୍ସେନ ସେରା ନିର୍ମାଣ କଲା। ବଂଶାନୁକ୍ରମେ ତାର ପୁତ୍ରମାନେ ରେଫା, ରେସେପ, ତେଲା, ତାହାନ, ଲାଦାନ, ଆମିହୁଦ, ଏଲିସାମା, ନୁନ ଓ ଯୋଶୁଆ। ସେମାନେ ଉତ୍ତରାଧିକାର ରୂପେ ଗ୍ରହଣ କରିଥିବା ବାସସ୍ଥଳୀ ଏହା ବେଥେଲ ଓ ସେଗୁଡ଼ିକର ଗ୍ରାମାଞ୍ଚଳ, ପୂର୍ବ ଦିଗାଭିମୁଖେ ନାରାନ ଓ ସେଗୁଡ଼ିକର ଗ୍ରାମାଞ୍ଚଳ ଏବଂ ପଶ୍ଚିମାଭିମୁଖୀ ଗେସେର ଓ ସେଗୁଡ଼ିକର ଗ୍ରାମାଞ୍ଚଳ, ଶେଖେମ, ଆୟା ଓ ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ନଗରୀ ସମୂହ। ମାନସେର ଗୋଷ୍ଠୀ ସୀମା ସରହଦ ସମୀପସ୍ଥ ବେତସିଆନ, ତାନାକ, ମେଗିଦ, ଦର ଓ ସେଗୁଡ଼ିକର ଚତୁଃପାର୍ଶ୍ୱସ୍ଥ ନଗରୀ ସମୂହ ମଧ୍ୟ ସେମାନେ ପ୍ରାପ୍ତ ହେଲେ। ଇସ୍ରାଏଲଙ୍କ ପୁତ୍ର ଯୋସେଫଙ୍କ ସନ୍ତାନମାନେ ଏହି ସ୍ଥାନମାନଙ୍କରେ ବସତି ସ୍ଥାପନ କଲେ। ଆସେର ବଂଶଧର। ଆସେର ପୁତ୍ରମାନେ ଇମ୍ନା, ଇସବା, ଇସବି ଓ ବେରିଆ ଓ ଏହିମାନଙ୍କର ସହୋଦରୀ ସେରା। ବେରିଆର ପୁତ୍ରମାନେ ହେବେର ଓ ବିରସାଇଥଙ୍କ ପିତା ମାଲଖିଏଲ। ଜାଫଲେତ, ମୋସେର, ହଥାମ ଓ ଏହିମାନଙ୍କର ସହୋଦରୀ ସୁଆର ପିତା ହେବେର ଥିଲା। ଜାଫଲେଥର ପୁତ୍ରମାନେ ପାସାକ, ବିମ୍ହାନ, ଆସବାତ। ଏମାନେ ଜାଫଲେତର ସନ୍ତାନ ଥିଲେ। ସେମାନଙ୍କର ସହୋଦର ସୋମେରର ପୁତ୍ରମାନେ ରମଗା, ଜେହୁବା ଓ ଆରାମ। ସେମାନଙ୍କର ସହୋଦର ହେଲେମର ପୁତ୍ରମାନେ ସଫାହ, ଇମ୍ନା, ସେଲେମ ଓ ଆମାଲ। ସଫାହର ପୁତ୍ରମାନେ ସୁଆ, ହାର, ନେଫେର, ସୁଆଲ, ବେରି, ଇମ୍ରା, ବେସେର, ହଦ, ସାମା, ସିଲସା, ଇତ୍ରାନ ଓ ବେରା। ଯେତେଥର ପୁତ୍ରମାନେ ଜେଫୁନେ, ପିସ୍ପା ଓ ଆରା। ଉଲାର ପୁତ୍ରମାନେ ଆରାହ, ହାନିଏଲ ଓ ସିରିଆ। ଏମାନେ ସମସ୍ତେ ଆସେର ଗୋଷ୍ଠୀର କୁଳାଧିପତି ବୃନ୍ଦ, ପ୍ରସିଦ୍ଧ ଯୁଦ୍ଧପ୍ରବୀଣ ତଥା ନେତାଗଣ ମଧ୍ୟରୁ ପ୍ରମୁଖ ବ୍ୟକ୍ତି ଥିଲେ। ବଂଶାବଳୀ ଅନୁଯାୟୀ ଯୁଦ୍ଧ ପାଇଁ ତାଲିକାଭୁକ୍ତ ଏହିମାନଙ୍କର ସଂଖ୍ୟା 36,000 ଥିଲା।